ତେବେ ସାଙ୍ଗମାନେ ଆପଣଙ୍କର ପ୍ରିୟ ଧାରାବାହିକ ସିରିଏଲ ମାୟା ଓ ମମତା ଏପିସୋଡ଼ରେ ଆପଣମାନେ ଦେଖିବାକୁ ପାଇବେ ଯେ ଆଜି ଯେତେବେଳେ ପଲ୍ଲବୀ ହସ୍ପିଟାଲକୁ ଯାଇ ତାଙ୍କ ହ୍ୟାଣ୍ଡ ବ୍ରଶ୍ ନ ପାଇବାରୁ ସେ ମୁନମୁନକୁ କଲ୍ କରନ୍ତି। ଆଉ ତାପରେ ମୁନମୁନ କହନ୍ତି, କ'ଣ ହେଲା ପଲ୍ଲବୀ, ସବୁ ଠିକ୍ ଅଛି ତ? ଆଉ ଏତେବେଳେ ପଲ୍ଲବୀ କୁହନ୍ତି, ମୁନମୁନ ମୁଁ ମୋ ହ୍ୟାଣ୍ଡ ବ୍ରଶ୍ ପାଉନି। ଆଉ ଏତେବେଳେ ମୁନମୁନ କହନ୍ତି, ପାଉନୁ ମାନେ କ'ଣ ରଖିଥିଲୁ ସେଥିରେ? ଆଉ ଏବେ ପଲ୍ଲବୀ କୁହନ୍ତି, ଆକ୍ଚୁଆଲି ସେ ବ୍ରଶରେ ମୋ ପାଷ୍ଟ ଲାଇଫ୍ ରିଲେଟେଡ୍ କିଛିଟା ଜିନିଷ ଥିଲା। ଏମିତି କହି ହଠାତ୍ ତାଙ୍କ ମନକୁ ଆସେ ଯେ ମୁଁ ଆଉ ସେ ବ୍ରଶଟାକୁ ମହାପାତ୍ର ମେନସନରେ ଛାଡ଼ିକି ଆସିନି ତ। ଆଉ ଏପଟରେ ରିମଝିମ୍ ସେ ବ୍ରଶକୁ ଧରି ଆଶ୍ଚର୍ଯ୍ୟ ହୋଇ କହିବ, ଗୋପାଳ ଏ ବ୍ରଶ କାହାର? କିଏ ଆମ ଘରକୁ ଆସିଥିଲା? ଏବେ ଗୋପାଳ ରିମଝିମ୍ର କଥା ଶୁଣି ଚୁପ୍ ହୋଇଥାଏ। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି? ଆଜି ରିମଝିମ୍ କ'ଣ ସେ ବ୍ରଶକୁ ଚେକ୍ କରିବେ? ଯଦି ହଁ, କମେଣ୍ଟରେ ଏସ୍ ବୋଲି ଲେଖନ୍ତୁ। ଆଜିର ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।